ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଓଡ଼ିଶାର ସୁଭଦ୍ରା ଯୋଜନାର ବର୍ତ୍ତମାନ ସ୍ଥିତି ନେଇ କିଛି ଗଭୀର ଆଲୋଚନା କରିବା। ନମସ୍କାର। ଆମ ପାଖରେ ସରକାରୀ ସୂତ୍ରରୁ କିଛି ଗୁରୁତ୍ୱପୂର୍ଣ୍ଣ ଖବର ଅଛି, ବିଶେଷ କରି ଏକ ସମୀକ୍ଷା କାର୍ଯ୍ୟକ୍ରମ ଆଉ ପରବର୍ତ୍ତୀ କିସ୍ତି କେବେ ମିଳିବ ସେ ବିଷୟରେ। ହଁ, କିଛି ନୂଆ ତଥ୍ୟ ଆସିଛି। ତେବେ ଆମର ଉଦ୍ଦେଶ୍ୟ ହେଲା ଏସବୁର ମୁଖ୍ୟ କଥାଗୁଡ଼ିକୁ ବୁଝିବା, ଯେମିତି ସମୀକ୍ଷା କେମିତି ହେବ, କିଏ କରିବ, କେତେ ସମୟ ଲାଗିବ, ଆଉ ସବୁଠୁ ବଡ଼ କଥା ପଇସା କେବେ ଆସିବ। ଠିକ୍, ଆସନ୍ତୁ ସେଇଠୁ ଆରମ୍ଭ କରିବା। ତେବେ ପ୍ରଥମେ ଶୁଣିବାକୁ ମିଳୁଛି ରାଜ୍ୟରେ ସୁଭଦ୍ରା ସମୀକ୍ଷା ବୋଲି ଗୋଟେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ କିଏ ସବୁ ଅଛନ୍ତି, କାହାକୁ ଦାୟିତ୍ୱ ଦିଆଯାଇଛି? ହଁ, ଏଇଟା ଗୋଟେ ବଡ଼ ଧରଣର କାମ। ଏଥିରେ ଦେଖନ୍ତୁ, ମହିଳା ଓ ଶିଶୁ ବିକାଶ ବିଭାଗ ତ ମୁଖ୍ୟ, କିନ୍ତୁ ତାଙ୍କ ସହିତ ଆଇଆଇଏମ୍ ସମ୍ବଲପୁରର ଗୋଟେ ମଡେଲ ବ୍ୟବହାର କରାଯାଉଛି। ଓହୋ, ଆଇଆଇଏମ୍ ସମ୍ବଲପୁର। ହଁ, ଆଉ ତା ସାଙ୍ଗକୁ ଉଚ୍ଚଶିକ୍ଷା ବିଭାଗର ଛାତ୍ରଛାତ୍ରୀମାନେ ଅଛନ୍ତି, ଅଙ୍ଗନବାଡ଼ି କର୍ମୀ, ଏସ୍ଏଚ୍ଜି ଗ୍ରୁପର ମହିଳାମାନେ, ଏମିତି ବହୁତ ଲୋକ ସାମିଲ ହେବେ। ଆଚ୍ଛା, ଏକାଧିକ ସ୍ତରରେ ସହଯୋଗ ରହିଛି। ନିଶ୍ଚୟ। ଆଉ ଏ ସମୀକ୍ଷା ପୁରା ରାଙ୍କଲେ ହେବ। ପ୍ରାୟ 200ରୁ ଅଧିକ ଅଙ୍ଗନବାଡ଼ି କେନ୍ଦ୍ରକୁ ବଛାଯାଇଛି, ଏମିତି ସାମ୍ପଲ ହିସାବରେ। ହଁ। ଆଉ ଗୋଟେ କଥା, ସବୁ ଡେଟା କଲେକ୍ସନ ପାଇଁ ଗୋଟେ ସ୍ପେଶାଲ ମୋବାଇଲ ଆପ୍ ବି ବ୍ୟବହାର ହେବ। ଆପ୍ ବ୍ୟବହାର ହେବ। ଆଚ୍ଛା, ଆଇଆଇଏମ୍ ମଡେଲ ଆଉ ଆପ୍, ଏହାର କିଛି ବିଶେଷ କାରଣ? କେମିତି ସାହାଯ୍ୟ କରିବ ଏଇଟା? ଦେଖନ୍ତୁ, ଆଇଏଏମ୍ ଭଳି ସଂସ୍ଥାର ମଡେଲ ନିଶ୍ଚୟ ଗୋଟେ କ'ଣ କହନ୍ତି ବ୍ୟବସ୍ଥିତ ଢାଞ୍ଚା ଦେବ। ମୂଲ୍ୟାଙ୍କନଟା ଅଧିକ ନିରପେକ୍ଷ ଆଉ ବୈଜ୍ଞାନିକ ହୋଇପାରେ। ଆଉ ଆପ୍ ବ୍ୟବହାର କଲେ ତଥ୍ୟ ସଂଗ୍ରହଟା ଶୀଘ୍ର ହେବ, ସହଜ ହେବ। ହଁ, ସେଇଟା ତ ଠିକ୍। ଯଦିଓ ତଳ ସ୍ତରରେ ନେଟୱାର୍କ କିମ୍ବା ଡିଜିଟାଲ ଜ୍ଞାନର ଅସୁବିଧା ରହିପାରେ, କିନ୍ତୁ ମୋଟାମୋଟି ଏହା ପ୍ରକ୍ରିୟାକୁ ଆଧୁନିକ କରିବା ପାଇଁ ଗୋଟେ ଚେଷ୍ଟା। ବୁଝିଲି। ତେବେ ଉପମୁଖ୍ୟମନ୍ତ୍ରୀ ଆଉ ମହିଳା ଶିଶୁ ବିକାଶ ମନ୍ତ୍ରୀ ଯିଏ ଅଛନ୍ତି, ପ୍ରଭାତୀ ପରିଡ଼ା, ତାଙ୍କ କହିବା ଅନୁସାରେ ଏ ସମୀକ୍ଷାର ମୁଖ୍ୟ ଉଦ୍ଦେଶ୍ୟ କ'ଣ? କାହିଁକି କରାଯାଉଛି ଏତେ ବଡ଼ ସମୀକ୍ଷା? ହଁ, ତାଙ୍କ କହିବା କଥା ହେଲା, ମୂଳ ଲକ୍ଷ୍ୟ ହେଉଛି ଯେଉଁମାନେ ଆଗରୁ 2ଟା କିସ୍ତି ପାଇଛନ୍ତି, ସେ ଟଙ୍କା କେମିତି ଖର୍ଚ୍ଚ କଲେ, ପଇସା ଠିକ୍ ଜାଗାରେ ଲାଗିଲା କି ନାହିଁ, ତାକୁ ଟିକେ ଦେଖିବା ପାଇଁ। ଓହୋ, ଖର୍ଚ୍ଚର ଅନୁଧ୍ୟାନ। ଏକଦମ। ଆଉ ଏ କାମରେ ଯେମିତି ଆପଣ କହିଲେ, ଏସ୍ଏଚ୍ଜି, ପିଆର୍ଆଇ ମେମ୍ବର, ଅଙ୍ଗନବାଡ଼ି କର୍ମୀ, ସହାୟିକା ଆଉ କଲେଜ ପିଲାମାନେ ବି ସାହାଯ୍ୟ କରିବେ। ଏଇଟା ଗୋଟେ ବଡ଼ କମ୍ୟୁନିଟି ପାର୍ଟିସିପେସନ୍ ଭଳି। ହଁ, ବହୁତ ବଡ଼ ସ୍ତରରେ ହେଉଛି। ତେବେ ଏତେ ଲୋକଙ୍କ ସମୀକ୍ଷା ପାଇଁ କେତେ ସମୟ ଲାଗିପାରେ? କିଛି ସମୟ ସୀମା ଅଛି? ମନ୍ତ୍ରୀଙ୍କ କହିବା ଅନୁସାରେ ପାଖାପାଖି 22,000 ମହିଳାଙ୍କ ସମୀକ୍ଷା ପାଇଁ ଏମିତି ଗୋଟେ ମାସ ଲାଗିଯାଇପାରେ। ଗୋଟେ ମାସ? ହଁ, କାମଟା ବଡ଼ ଅଛି। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା, ଯେଉଁମାନେ ଦ୍ୱିତୀୟ କିସ୍ତି ପାଇ ନାହାନ୍ତି, ତାଙ୍କ ବିଷୟରେ ବି ଏହି ସମୟରେ ସମୀକ୍ଷା ହେବ। ଆଚ୍ଛା, ସେମାନଙ୍କୁ ବି ଦେଖାଯିବ। ହଁ, ଆଉ ଶୁଣନ୍ତୁ, ଆସନ୍ତା 2 ଦିନ ଭିତରେ ପୁରା ହିତାଧିକାରୀଙ୍କ ଲିଷ୍ଟକୁ ଫାଇନାଲ କରିବା ପାଇଁ ବି ଯୋଜନା ଅଛି। 2 ଦିନ ଭିତରେ? ଏତେ ଶୀଘ୍ର? ହଁ, ଏମିତି ଲାଗୁଛି କି ସରକାର ଚାହୁଁଛନ୍ତି ଯୋଗ୍ୟ ଲୋକଙ୍କୁ ଶୀଘ୍ର ଚିହ୍ନଟ କରି ତାଙ୍କୁ ସୁବିଧା ଦେବା ପାଇଁ। ଏସବୁ ତ ଗଲା ସମୀକ୍ଷା କଥା, ଯାହା ବହୁତ ଜରୁରୀ। କିନ୍ତୁ ଏବେ ଆସିବା ସେହି ପ୍ରଶ୍ନକୁ, ଯାହା ବୋଧେ ସମସ୍ତେ ଅପେକ୍ଷା କରିଛନ୍ତି। ତୃତୀୟ କିସ୍ତି କେବେ ମିଳିବ? ଏ ବିଷୟରେ କିଛି ପକ୍କା ଖବର ଅଛି କି? ହଁ, ଏ ବିଷୟରେ ଏକଦମ ସ୍ପଷ୍ଟ ସୂଚନା ଅଛି। ନିଜେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଆସୁଥିବା ରକ୍ଷାବନ୍ଧନରେ ମିଳିବ। ରକ୍ଷାବନ୍ଧନ? ତାରିଖ କିଛି? ହଁ, ଅଗଷ୍ଟ ମାସ 9 ତାରିଖ। ଅଗଷ୍ଟ 9? ତାହେଲେ ତାରିଖ ବି ସ୍ଥିର ହୋଇଗଲା। ଏକଦମ। ତାହେଲେ ଯଦି ଏବେ ସବୁକୁ ଏକାଠି ଦେଖିବା, ସରକାର ଗୋଟେ ପଟେ ଯୋଜନା କେମିତି ଚାଲିଛି ତାକୁ ପୁରା ତଦାରଖ କରୁଛନ୍ତି। ହଁ, ସମୀକ୍ଷା କରୁଛନ୍ତି। ଆଉ ଅନ୍ୟପଟେ ପରବର୍ତ୍ତୀ କିସ୍ତି ଦେବା ପାଇଁ ତାରିଖ ବି ଘୋଷଣା କରିସାରିଲେଣି। ଠିକ୍ କହିଲେ। ସାରାଂଶରେ କହିଲେ, ପ୍ରଥମ କଥା ହେଲା ପଇସା କେମିତି ଖର୍ଚ୍ଚ ହେଉଛି ତାକୁ ଜାଣିବା ପାଇଁ ବଡ଼ ସମୀକ୍ଷା। ଦ୍ୱିତୀୟରେ, ଏଥିପାଇଁ ତଳସ୍ତରର ଲୋକ ଆଉ ଟେକ୍ନୋଲୋଜି ଆପ୍, 2ଟା ଯାକ ବ୍ୟବହାର ହେଉଛି। ଆଉ ତୃତୀୟରେ, ହିତାଧିକାରୀ ଲିଷ୍ଟ ଶୀଘ୍ର ଫାଇନାଲ ହେବ, ଆଉ ଅଗଷ୍ଟ 9ରେ ତୃତୀୟ କିସ୍ତି ଦିଆଯିବ। ଏହା ନିଶ୍ଚିତ ଭାବେ ଯୋଜନାକୁ ଆହୁରି ଉତ୍ତରଦାୟୀ କରିବା ପାଇଁ ଗୋଟେ ଭଲ ପଦକ୍ଷେପ ପରି ଲାଗୁଛି। ହଁ, କିନ୍ତୁ ଏଠି ଗୋଟେ ପ୍ରଶ୍ନ ମନକୁ ଆସୁଛି। କୁହନ୍ତୁ। ଏ ଯୋଉ ଏତେ ବଡ଼ ସମୀକ୍ଷା ହେଉଛି, ଏଥିରୁ ଯେଉଁ ତଥ୍ୟ ମିଳିବ ସେଇଟା କେତେ ଗଭୀର ହେବ? ଆଉ ସବୁଠୁ ବଡ଼ କଥା, ଏହା ଓଡ଼ିଶାରେ ମହିଳା ସଶକ୍ତିକରଣ ହେଉ ବା ପରିବାରର ଆର୍ଥିକ ସ୍ଥିତି ହେଉ, ସେଥିରେ ସୁଭଦ୍ରା ଯୋଜନା ଭଳି କ୍ୟାଶ୍ ଟ୍ରାନ୍ସଫର ସ୍କିମ୍ର ପ୍ରକୃତ ପ୍ରଭାବ ବିଷୟରେ
କ'ଣ ନୂଆ କଥା କହିପାରିବ? ହଁ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଏହାର ଉତ୍ତର ପାଇଁ ବୋଧେ ଆମକୁ ସମୀକ୍ଷାର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ। ଏକ ଚିନ୍ତା କରିବାର ବିଷୟ ନିଶ୍ଚୟ। ନିଶ୍ଚୟ। ଦେଖାଯାଉ ଆଗକୁ କ'ଣ ହେଉଛି।